महाराणी सुरेखा स्वामी महाराणी सुरेखा स्वामी सतरे आम अभिनय तन्मय जाइछन्ति से गुरुकुल आश्रम को विद्या शिक्षा निमंते हाँ स्वामी हेले जाए फेरिले न काहेकि सेया सेया चिंता कला मात्र के मो मनटा कोना हे जाउछिलो आपण ठीक कहते स्वामी आम पुआ दुई पुआ को न देखिले सतरे कहीं मो तुंडे आउ न पसनी हाँ हाँ आउ मो मनटा कहीं व्याकुल है उठी स्वामी व्याकुल है उठी सत्य की प्राण प्रिय हाँ स्वामी ताहेले ठीक अछि महाराणी आमे पुत्र तन्मय विनय को एइटी किछि क्षण अपेक्षा करिबा मो मन कहूची से माने निश्चय फेरी आसीबे हमरी पाखकु हाँ स्वामी प्रणाम पिता माता बापा तन्मय बाबा बापा विनय बाबा अरे तुम माने फेरी आसी छन आम राज्य उआस को विद्या शिक्षा पूर्ण करी हाँ बाबा आमे सर्व विद्या निपुण है आपण पाखक फेरी आसी सतिकिरे मो धन माने हाँ बाबा हेले आसिला बाट को किछि बाधा विघ्न हैनी तो बाधा विघ्न हाँ बापा बाबा आपण आशीर्वाद जेतेबेले एई मस्तक ऊपर अछि हाँ बापा कोनोसी बाधा विघ्न हमको छई पारिबोनी बाबा सैया तो कहूथिलु मो हाँ हाँ बाबा आपण हेउछंती आम चलंता ठाकुर हमर धन डाकण कहछु विनय हाँ बड़ भाई आशीर्वाद रही थाउ बापा ए मस्तक रे ए मस्तक रे स्नेह प्रेम ढाली दिया आम उपरे निश्चय धन आशीर्वाद रही थाउ ए मस्तक रे स्नेह प्रेम ढाली दिया आम उपरे आहे पिता माता हे पूज्य देवता आहे पिता माता हे पूज्य देवता असुथि बुके लुथि तुम पाखरे आशीर्वाद रही थाउ ए मस्तक रे स्नेह प्रेम ढाली दिया आम उपरे जीवने झड़ झंझा आसीब नहीं आसिले भी पण के मानेबे कोई ए जीवने बाधा विघ्न आसीब नहीं आसिले भी पण के मानेबे कोई आसु जेते बाधा विघ्न अंधार राती फेली देबे पादे पिता पाती न छाती आहे पिता माता हे पूज्य देवता आहे पिता माता हे पूज्य देवता नाचुथि बुगाउथि बुनुआ छंदरे हो 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 हो
ଆଉ ଏ ମସ୍ତକରେ ସ୍ନେହ ପ୍ରେମ ଢାଳି ଦିଅ ଆମ ଉପରେ ନିଶ୍ଚୟ ବାପା ଆମ ଆଶୀର୍ବାଦ ସ୍ନେହ ମମତା ଚିରଦିନ ପାଇଁ ଅଛି ତମ ମସ୍ତକରେ ଧନମାନେ। ବାପା ପୁତ୍ର ଆମେ ଜାଣିଛୁ ବାପା ହଁ ତନ୍ମୟ ଆପଣଙ୍କ ସ୍ନେହ ଶ୍ରଦ୍ଧା ଭଲ ପାଇବା ସଦା ସର୍ବଦା ଏ ମସ୍ତକ ଉପରେ ଆଶୀର୍ବାଦ ହେଇ ରହିଛି ଆଉ ସବୁଦିନ ପାଇଁ ରହିଥିବ। ନିଶ୍ଚୟ ବାପା ହେଲେ ଧନମାନରେ ବାପା ତମେ ମାନେ ଗୁରୁକୁଳ ଆଶ୍ରମରୁ ଫେରିକି এই ସମୟର ତମେ ଆଉ ଚିନ୍ତା କରନି। ହେଲେ ତମେ ଥକି ଯାଇଥିବ। ହଁ ବାପା ତମେ ଯାଇ କିଛି କ୍ଷଣ ବିଶ୍ରାମ କର। କାଲି ପ୍ରଭାତରେ ଯିବାକୁ ହବ ତମମାନଙ୍କୁ ସେଇ ସ୍ୱର୍ଣ୍ଣ ଚମ୍ପା ଫୁଲ ମଧ୍ୟ। ସ୍ୱର୍ଣ୍ଣଚମ୍ପା ପୁଷ୍ପ ନିମନ୍ତେ? ହଁ ରେ ବାପା ଓ କାହିଁକି ନା ମହାଦେବଙ୍କ ଶିବରାତ୍ରି ଉଜାଗର ଓ ସେଇଥିପାଇଁ ସ୍ୱର୍ଣ୍ଣ ଚମ୍ପା ଫୁଲ ନେଇକି ଆସିବାକୁ ହବ ତମମାନଙ୍କୁ। ଆସନ୍ତାକାଲି ଅଛି ଦେବଦେବ ମହାଦେବଙ୍କ ଜାଗର। ହଁ ବାପା ଆଉ ସେଇ ଜାଗର ପୂଜା ନିମନ୍ତେ ଆମକୁ ସ୍ୱର୍ଣ୍ଣ ଚମ୍ପା ଫୁଲ ନେଇକି ଆସିବା ପାଇଁ ପଡ଼ିବ, ଏଇ କଥା କହୁଛନ୍ତି ନା ଆପଣ? ହଁ ରେ ଧନ ଠିକ ଅଛି ବାପା ନିଶ୍ଚୟ ଆପଣଙ୍କ ଆଦେଶକୁ ଆମେ କେବେ ଅମାନନା କରିବୁନି। ହଁ ହଁ ଏଇଆ ମୁଁ ଚାହେଁ। ତାହେଲେ ଆସନ୍ତୁ ବାପା। ହଁ ରେ ଧନ ତାହେଲେ ତମେ କିଛି କ୍ଷଣ ବିଶ୍ରାମ କକ୍ଷକୁ ଯାଇ ବିଶ୍ରାମ କର। ତେବେ ଠିକ ଅଛି ବାପା। ଠିକ ଅଛି ବାପା। ହଁ ରେ ଧନ ମହାରାଣୀ ସୁରେଖା ମହାରାଣୀ ସ୍ୱରୂପା ଏବେ ମୋ ପୁତ୍ର ମାନେ ଯିବେ ସେଇ ସ୍ୱର୍ଣ୍ଣ ଚମ୍ପା ଫୁଲ ନିମନ୍ତେ। ସ୍ୱର୍ଣ୍ଣ ଚମ୍ପା ଫୁଲ ଆଣିବା ପାଇଁ ମୁଁ ଯେତେବେଳେ ଅନୁମତି ଦେଇଛି ଏଇଟା ଗୋଟେ ସେମାନଙ୍କ ପାଇଁ ଇଏ ନୁହଁ ଜାଣିଛ। ବୁଦ୍ଧି ବିଦ୍ୟାରେ ତ ସେମାନେ ସମତୁଳ ଦୁହେଁ। ଯିଏ ପ୍ରଥମେ ସ୍ୱର୍ଣ୍ଣ ଚମ୍ପା ଫୁଲ ନେଇକି ଆସିବ ତା ପାଇଁ ମୁଁ ବର କନ୍ୟା ଯୋଗାଡ଼ କରିବି ଆଉ ବିବାହର ପ୍ରସ୍ତାବ ପକେଇବି। ସତେକି ସ୍ୱାମୀ? ହଁ ତାହେଲେ ଆମ ଦୁଇ ପିଅର ହଉଛି ଏଇଟା ହଉଛି ପରୀକ୍ଷା। ହଁ ହେଲେ ମହାରାଣୀ ସ୍ୱରୂପା ସ୍ୱାମୀ ଚାଲ ଯିବା ଏଥର ସେଇ ବିଶ୍ରାମ କକ୍ଷ ମଧ୍ୟରେ। ସମୟ ମଧ୍ୟ ଅତିବାହିତ ଲାଗିଲାଣି। ତେବେ ଚାଲନ୍ତୁ ସ୍ୱାମୀ। ହଁ ହଁ ମହାରାଜାଙ୍କର ଜୟ ହେଉ, ରାଣୀମାଙ୍କର ଜୟ ହେଉ। ମହାମନ୍ତ୍ରୀ ଚୂଡ଼ାମଣି ଛୋଟ ମୁହଁରେ ବଡ଼ କଥା ମହାରାଜ। କଣ ସମ୍ବାଦ ନେଇକି ଆସିଛ କି? ଆମ ଉଦୟନଗରର ସେନାପତିଙ୍କ ଝିଅ ନାମ ତାର ତନୁପ୍ରଭା। ହଁ ହଁ ଆମ ବିନୟ ବାବୁଙ୍କ ସହିତ କଣ ମାନେ ତମ କହିବା କଥା ଏଇଆ ଯେ ସ୍ୱାମୀ ଆମ ପୁତ୍ର ସହିତ ଯଦି ସେଇ ସେନାପତିଙ୍କର ଅଳିଅଳ କନ୍ୟା ତନୁପ୍ରଭା ସହିତ ଯଦି ଆମେ ବାହା କରିଦିଅନ୍ତେ ଇୟା ଭାବୁଛ ନା? ହଁ ମହାରାଜ। ଓ ତମେ ଠିକ କହିଛ ମହାମନ୍ତ୍ରୀ ଚୂଡ଼ାମଣି। ସେନାପତି ପୃଥୁରାଜ ସିଂଙ୍କ ଅଳିଅଳ କନ୍ୟା ତନୁପ୍ରଭା ସହିତ ଯଦି ଆମେ
ପ୍ରସ୍ତାବ ପକେଇବା ଖୁବ୍ ଭଲ ହବ ନା କ'ଣ କହୁଛ ମହାରାଣୀ? ହଁ ସ୍ୱାମୀ, ହେଲେ କଥାଟେ କହିଲି, ସେ ଆମ ସେନାପତିଙ୍କ ଝିଅ, ତା ନାମ ତନୁପ୍ରଭା। ହଁ ଲୋ, ତା ସହିତ ଆମ ସାନ ପୁଅର ବାହାଘର ହେଇଯାଏ, ତାହେଲେ କେତେ ଖୁସି ହବ ସ୍ୱାମୀ, କେତେ ଖୁସି ଲାଗିବ। ନିଶ୍ଚୟ ମହାରାଣୀ। ତାହେଲେ ଠିକ ଅଛି, ଯିବା ଏଥର ସେଇ ସେନାପତି ପୃଥ୍ୱୀରାଜଙ୍କ ଉଆସକୁ। ଠିକ ଅଛି ରାଜେଶ୍ୱର, ହଁ ହଁ ତାହେଲେ ଚାଲନ୍ତୁ। ନିଶ୍ଚୟ ମହାମନ୍ତ୍ରୀ।